ମାଣବସା ଗୁରୁବାର ରଚନା। ଉପକ୍ରମ। ମାସମାନଙ୍କ ମଧ୍ୟରେ ମାର୍ଗଶିର ମାସ ଶ୍ରେଷ୍ଠ ଅଟେ। ଏହି ମାସର ପ୍ରତି ଗୁରୁବାରରେ ମାଣବସା ବା ଲକ୍ଷ୍ମୀ ପୂଜା ହୁଏ। ଏହା ହିନ୍ଦୁମାନଙ୍କ ବିଶିଷ୍ଟ ପର୍ବ। ମାଣବସା ସାମାଜିକ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ। ଏହି ସମୟରେ ଚାଷୀ ଧାନ କଟା, ବୁହା ଓ ଅମଳରେ ବ୍ୟସ୍ତ ରହେ। ଧନଧାନ୍ୟର ଅଧିଷ୍ଠାତ୍ୟ ଦେବୀ ହେଉଛନ୍ତି ଲକ୍ଷ୍ମୀ। ସୁତରାଂ ଏହି ସମୟରେ ଲକ୍ଷ୍ମୀ ଦେବୀଙ୍କର ପୂଜାର୍ଚ୍ଚନା କରାଯାଏ। ପୂଜାବିଧି। ଗୁରୁବାର ପୂର୍ବରୁ ଅର୍ଥାତ୍ ବୁଧବାର ରାତିରୁ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରନ୍ତି। ଘରର କାନ୍ଥ, ଚଟାଣ ଓ ଅଗଣାରେ ଚାଉଳ ଚୂନା, ମୁରୁଜ କିମ୍ବା ଖଡ଼ିରେ ଚିତା ଝୋଟ ଦିଅନ୍ତି। କେଉଁଠି ଲକ୍ଷ୍ମୀଙ୍କର ପାଦ ତ କେଉଁଠି ପଦ୍ମଫୁଲର ଚିତା ଶୋଭା ପାଉଥାଏ। ନୂଆ ଧାନ, ବିରି, ଚାଉଳ ଆବଶ୍ୟକ ହୁଏ। ବିରି ଓ ଚାଉଳର ପିଠା, କ୍ଷୀରି ପ୍ରସ୍ତୁତ କରାଯାଏ। ମାପପାତ୍ରକୁ ମାଣ କୁହାଯାଏ। ଏଗୁଡ଼ିକ ନାଲି ମାଟି ବା ଗେରୁରେ ରଙ୍ଗୀନ କରାଯାଏ। ଏହାପରେ ବିଭିନ୍ନ ଚିତାରେ ସଜ୍ଜିତ କରି ପାଟି ବା ଛିଟକନାରେ ମାଣଗୁଡ଼ିକୁ ଆଚ୍ଛାଦିତ କରାଯାଏ। ନୂଆ ଧାନ ବା ଚାଉଳ ଭର୍ତ୍ତି କରାଯାଇ ପୂଜା ସ୍ଥାନରେ ରଖାଯାଏ। ବଡ଼ି ଭୋରରୁ ମାଣ ପାଖରେ ପ୍ରଥମ ଧୂପ ହୁଏ। ଏଥିରେ ଫଳମୂଳ, ଆଖୁ ଆଦି ପୂଜା କରାଯାଏ। ମଧ୍ୟାହ୍ନରେ ଶଙ୍ଖୁଡ଼ି ଭୋଗ ହୁଏ। ଏହା ଦ୍ୱିତୀୟ ଧୂପ। ଏଥିରେ ପିଠା, କ୍ଷୀରି ଇତ୍ୟାଦି ପୂଜା କରାଯାଏ। ସନ୍ଧ୍ୟାରେ ଧୂପ, ଦୀପ ଦେଇ ଆଳତି କରାଯାଏ। ଏହାପରେ ମାଣକୁ ଉଠାଯାଏ। ଏହିପରି 3 ଧୂପ ଦିଆଯାଇ ମାଣବସା କାର୍ଯ୍ୟ ସମ୍ପନ୍ନ ହୁଏ। ମାଣବସା ଦିନ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ଘରେ ଘରେ ପଢ଼ାଯାଏ। ଗୃହିଣୀ ତଥା ପବିତ୍ରତା ରମଣୀମାନେ ମନଧ୍ୟାନ ଦେଇ ପୁରାଣ ଶ୍ରବଣ କରନ୍ତି। ପୂଜାର ବିଧି ମହାତ୍ମ୍ୟ ତଥା ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କର ଦୁରବସ୍ଥା ଶ୍ରବଣ କରି ଭକ୍ତିରସରେ ନିମଜ୍ଜିତା ହୁଅନ୍ତି। ଉପସଂହାର। ଲକ୍ଷ୍ମୀ ପୂଜା ବା ମାଣବସା ଉତ୍କଳର ପୁରପଲ୍ଲୀରେ ପାଳିତ ହୁଏ। ଏହା ଏକ କୃଷିଭିତ୍ତିକ ପର୍ବ। ଏଥିରେ ଲକ୍ଷ୍ମୀଦେବୀଙ୍କର ପୂଜା ଅର୍ଚ୍ଚନା କରାଯାଉଥିବାରୁ ମନରେ ଭକ୍ତିଭାବ ଉଦ୍ରେକ ହୁଏ। ଶସ୍ୟ ଅମଳର ଉଲ୍ଲାସ ମଧ୍ୟରେ ମାଣବସା ପାଳିତ ହୁଏ।